Salute to Indian Army, Jai Hind, ଜଣେ ବୀର ସୈନିକ ମଧୁଶଯ୍ୟା ରାତ୍ରିରେ ତାର ପତ୍ନୀକୁ ପରିତ୍ୟାଗ କରି ଯାଇଛି ଯୁଦ୍ଧ କ୍ଷେତ୍ରକୁ। ତାପରେ ତା ପରର ଘଟଣା କେମିତି କେଜାଣି ଗୋଟେ କବିତାଟି ମୁଁ ଲେଖିଛି ଏବଂ ସେ କବିତାଟି ଆପଣମାନଙ୍କର ଅବଗତି ପାଇଁ ଜଣାଉଛି। ସେଇ ସୈନିକଟି ଘରକୁ ଫେରି ଆସିଛି ରାତ୍ରିର ଘନ ଅନ୍ଧକାର ଭିତରେ ଏବଂ କହୁଛି, ଚୁମ୍ବନ ଦିଅ ସହି ଅବଗୁଣ୍ଠିତା କୁଳବଧୂ କହେ ନାହିଁ 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 ନାହିଁ, ବ୍ୟଥିତ ପରାଣେ ଆସିଅଛି ଧାଣି ବନ ପ୍ରାନ୍ତର ଡେଇଁ ପରବାନା ବୁଲେ ରାଇଜେ ରାଇଜେ ନିରାଶ ନ କର ସହି, ଗୁଣ୍ଠନ ଖୋଲି ଯାଉ ରାତ୍ରିଟିକ ପାଇଁ ଆଶ୍ରୟ ମାଗେ ନିରାଶ ନ କର ଆଉ, ଅବଗୁଣ୍ଠିତା କୁଳବଧୂ କହେ ନାହିଁ 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 ନାହିଁ, ମୃଦୁ ସମ୍ଭାଷଣେ ଭାଷଇ ଷୋଡ଼ଶୀ କିକଲ କିକଲ ପ୍ରିୟ ପ୍ରାଣରଙ୍କା ହେଲ ତୁମେ ପରା ସେହି ବୀର ପାଇକର ପୁଅ, ଭାବି ଦେଖ ତୁମେ ଚାକି ଖୁଣ୍ଟିଆ ବକ୍ସି ଜଗବନ୍ଧୁ, ଦେଶ ହିତ ପାଇଁ ନିଜ ଜୀବନ ଢାଳିଲେ ସେହି ତ ଦେଶର ବନ୍ଧୁ। କହିଲା ସେ ଯୁବା ସତ କହିଲ ଗୋ ସହି, ବୃଥା ମୋର ଭକ୍ତି ବୃଥା ମୋ ଶକ୍ତି, ଯଦି ଜୀବନ ନକଲି ପଣ, ବୀର ବେଶେ ଯୁବା ପ୍ରଭାତେ ଚାଲିଲା ବୀର ସେ ଯେ ରଣାଙ୍ଗନ, ବୀର ବେଶେ ଯୁବା ପ୍ରଭାତେ ଚାଲିଲା ବୀର ସେ ଯେ ରଣାଙ୍ଗନ, ବୀର ସେ ଯେ ରଣାଙ୍ଗନ।